ଓଳିଆ ଓହୋ କୋଉଠୁ ମୁଁ ନା ବାରିପଦା କହୁଥିଲି? ବାରିପଦା ବାଲେଶ୍ୱରରୁ କହୁଥିଲି। ଓହୋ କଣ ପାଇଁ କଲ୍ କରିଥିଲେ କି? ତୁମ କତିକି କଲ୍ କରାହେଇଥିଲା ଏମିତି କଥା ହେବା ହୁଁ ପାଇଁ। ହୁଁ କଥା ହେବା ପାଇଁ ମୁଁ ତୁମକୁ ଭଲ ପାଏ। କଣ କହିଲେ? ଭଲ ପାଏ ତୁମକୁ। କାହାକୁ? ତୁମକୁ। କଣ ପାଇଁ? କଣ ପାଇଁ ମାନେ? କଣ ପାଇଁ ମାନେ? ଭଲ ପାଇ କଣ କହୁଛନ୍ତି? ଭଲ ପାଇବା ମାନେ କଣ ମତେ ଜଣା ନାହିଁ ହେଲା। ଜଣା ନାହିଁ। ନାଇଁ। ତୁମେ କଣ ମତେ ଭଲ ପାଉନି? ନା ମୁଁ ତ ତମକୁ ଚିହ୍ନିବି ନାହିଁ ଆଉ ଭଲ ପାଇବି କଣ? ତ ଭଲ ପାଇଲେ ଚିହ୍ନା ହେଇଯିବନି କି? ନା ନା। କଣ ନା ନା? ତମକୁ କଣ ଜଣା ନାହିଁ କି ମୁଁ ମ୍ୟାରେଡ୍ ବୋଲି? ମ୍ୟାରେଜ କଲେ କଣ ହଉଛି ଯେମିତି ଧରମ ଭାଇ ହିସାବରେ କଥା ହେଇପାରିବନି କଣ ଭଲ ପାଇ ପାରିବନି? କଣ ହିସାବରେ? ଧରମ ଭାଇ। ଓହୋ ଧରମ ଭାଇ ମାନେ କଣ ଭଲ ପାଆନ୍ତି କି? ଆଉ ଓହୋ ଭାଇ ତ ଭାଇ ହିସାବରେ ନା। ଭାଇ ସେଟା ହଉଛି ଧରମ ଭାଇ ପରା। ହଁ ହଁ ଠିକ ଅଛି ଠିକ କହିଲେ ଧରମ ଭାଇ। ହୁଁ ହଉ ଭାଇର ନା ଇଂଲିଶ ନା ସ୍ପେଲିଂ ଭାଇ ହଉଛି ଇଂଲିଶ ହଉଛି ବ୍ରଦର ହେଲା କି। ବି ର ହଉଛି ହଁ ବୟଫ୍ରେଣ୍ଡ। ଏମିତି କିଛି ବୁଝି ସବୁ ଅଛି ହେଲା କି। ହଁ ହଁ। ହୁଁ କଣ କୁହ? ଆଉ କଣ କହିବି ନୂଆ ନମ୍ବର ଟା ଦେଖିଲି ତ କିଏ କରିଥିଲେ ବୋଲି ଲଗେଇଦେଲି। ଆଉ ତୁମ ଘର ଟା କେଇଠି କି? କଣ କହିଲେ? ତୁମ ଭଏସ ଟା ନା ବହୁତ ସୁନ୍ଦର ସତରେ। କଣଟା? ତୁମ ଭଏସ। ଭଏସ। ହଁ। ଓହୋ ହେଇଥିବ। ତୁମେ ଯଦି ମୋର ହେଇଥାନ୍ତ ନା ସତ କଥା ତମ କିଆଡେ ଏଇ ତ ବୁଲେଇଥିଲି। ଏଇ ତ ଅଡୁଆ କରିଦେଲ। ଆଜ୍ଞା। ଏଇ ତ ଅଡୁଆ କରିଦେଲ ଧରମ ଭାଇ ବୋଲୁଛ ପୁଣି ମୋର ହେଇଥାନ୍ତ କହୁଛ। ହଁ ଧରମ ଭାଇ କି କଣ ମୋର କୁହନ୍ତିନି ଧରମ ଭାଇ କି ଭଲ ପାଆନ୍ତି ଜାଣିନ କି ତୁମେ? ଭାଇ ଭଉଣୀ ହିସାବ ଇଏରେ ମାନେ ସେଟା ଲଭ ସେଇଟା ତ ତୁମେ ମତେ ରାକ୍ଷୀ ବାନ୍ଧିନ ନା ମେନ୍ କଥା ହେଲା ଧରମ ଭାଇ ହିସାବରେ ଡାକା ଯିବ ବୁଝିପାରିଲେ। ତାପରେ ଓହୋ ଭଲ ରାକ୍ଷୀ ପାଇ କେତେବେଳେ ବାନ୍ଧିବା ରାକ୍ଷୀ ପୂର୍ଣ୍ଣିମା ଆସିଲେ ସିନା ରାକ୍ଷୀ ବାନ୍ଧିବା। ଆ ତ ଏବେ ତ ରାକ୍ଷୀ ବାନ୍ଧିବା ଟାଇମ ନୁହେଁ ଯେବେ ରାକ୍ଷୀ ବାନ୍ଧିବ ସେବେଠୁ ଭାଇ ହେବି। ବୁଝିପାରିଲେ ହଁ ଠିକ ଅଛି ଠିକ ଅଛି। ଏବେ ତ ରାକ୍ଷୀ ବାନ୍ଧିନ ଏବେ ତ ମାନେ ବୟଫ୍ରେଣ୍ଡ ହିସାବରେ ହବ ନା ତୁମେ ମୋର। ନା ନା ବୟଫ୍ରେଣ୍ଡ ହିସାବରେ ମୋ ସ୍ୱାମୀ ଅଛନ୍ତି ନା। ସ୍ୱାମୀ ତୁମ ସ୍ୱାମୀ କଣ କରନ୍ତି? ଏମିତି ଆମ ବିଜନେସ ଗାଡି ଫାଡି ଅଛି। ଆଚ୍ଛା ତୁମ ଘର ଟା କେଇଠି? ଘରଟା ଆମ ବହୁତ ଦୂର କେଉଁଝର ଡିଷ୍ଟ। କେଉଁଝର। ଏଇ ଯୋଡା ବଡ ବିଲ ଜାଣନ୍ତି? ହୁଁ ହୁଁ ହୁଁ। ସେଇ ପାଖରେ। ଆଚ୍ଛା। ଦେଇକି ତୁମର ବାହା ହେଲେ କେତେ ମାସ ହେଲାଣି? ବାହାଘର ବାହାଘର କେତେ ମାସ ହେଲାଣି କେତେ ଦିନ ହେଲାଣି? ଆଁ ବାହାଘର ମୋର ବହୁତ ଦିନ ହେଇଗଲାଣି। ବହୁତ ଦିନ ମାନେ କେତେ? ହେଇଯିବ 8-10 ବର୍ଷ। 8-10 ବର୍ଷ ତାହେଲେ ମୁଁ ତମକୁ କିସ ଡାକିମି ଜାଣିଛ ନା? କଣ କହିଲେ? ତାହେଲେ ମୁଁ ତମକୁ କଣ ଡାକିମି ଜାଣିଛ ନା? କଣ ଡାକିବେ? ଭାଉଜ ଡାକିମି। ମୁଁ ଜାଣିଥିଲି ଆପଣ ଭାଉଜ ଡାକିବେ ବୋଲି ଆଉ। ହଁ ଭାଉଜ ପରା କଥାରେ ନାଇଁ ନା କିସ ଗୋଟେ କଥାରେ ଅଛି ଭାଉଜଙ୍କ ପ୍ରେମ ଅନଲିମିଟେଡ ଡେଲି 2GB ଡାଟା। ଏମିତି ଗୋଟେ କୁହନ୍ତିନି ନା କିଛି ଗୋଟେ ପପୁ ପମପମ ର ଗୀତ ନାଇଁ ନା? ହଁ ହଁ ହଁ। ଓହୋ ନା ଝିଅଙ୍କର ପ୍ରେମ କିଛି ଗୋଟେ ଝିଅଙ୍କର ପ୍ରେମେ ଅନଲିମିଟେଡ ନା ଏମିତି ଗୋଟେ ବହୁତ କିଛି ଜଣା ଅଛି ତାହେଲେ। ଜଣା କଣ? ହ୍ୟାଲୋ। ପଢୁଛନ୍ତି ନା କଣ କରୁଛନ୍ତି? ନାଇଁ ପଢା ସାରି ଦେଇଛି ପ୍ଲସ2 ସେକେଣ୍ଡ ଇୟର ପରେ। ତାପରେ ଏବେ ଅଛି ଇଏରେ ଅଛି ପଞ୍ଜାବରେ ଅଛି ଫିଟରମ୍ୟାନ୍। ଓହୋ। ହୁଁ। ଆମ ଘର ବି ତ ସେଇପଟେ। ତୁମ ଘର କେଇଠି? ବାପ ଘର। ବାପ ଘର କେଇଠି କି? ରାଇରଙ୍ଗପୁର ଜାଣନ୍ତି? ହଁ ହଁ। ରାଇରଙ୍ଗପୁର ପାଖ। ଆଚ୍ଛା। ଆଚ୍ଛା ହଉ ଦେଇକି ଆଉ କଣ କୁହନ୍ତୁ? କଣ କହିବା ଆଉ? ଆଉ ଦେହ ପା ଆପଣଙ୍କର ଭଲ ଅଛି ତ? ପୁରା ବିନ୍ଦାସ ରଜ ପରା ପୁରା ଫିଟ। ଆପଣଙ୍କର ପିଲା କେତୋଟି କଣ କେଶ ପିଲା ଦିଟା ଆଚ୍ଛା। ଝିଅଟେ ବଡ। ଆଚ୍ଛା ଆଉ ଆମ ନାଗି ଗୋଟେ ଝିଅ
ଆମ ନାଇଁ ଗୋଟେ ଝିଅ ଫିଅ ଦେଖ। କୋଉ କାଷ୍ଟର କି? ଆମର ଅଛି ଖଣ୍ଡାୟତ ହେଲା କି। ଖଣ୍ଡାୟତ ଆଜ୍ଞା ଖଣ୍ଡାୟତ ହଁ ମିଳିବେନି, ଓହୋ ମିଳିଯିବେ। ଦେଖିବା। ତୁମର ନଣନ୍ଦ ଫଣନ୍ଦ ଏକା କେହି ନାହାନ୍ତି ନା? ନା ନା ମୋ କାଷ୍ଟ ଆଉ ଇଏ ଗୋପାଳ ଗୌଡ ଆଉ। ତୁମର କଣ କାଷ୍ଟ କି? କୋଉ କାଷ୍ଟ? ଗୋପାଳ ଗୌଡ। ଆଚ୍ଛା ଗୋପାଳ ଗୌଡ ଅଛି। ହଁ ଅଛନ୍ତି ତମ କାଷ୍ଟରେ ବି ଅଛନ୍ତି ବହୁତ ଦେଖିବାରୁ। ଆଚ୍ଛା ଦେଇକି ତ ଆଜି ତରକାରୀ କଣ ରାନ୍ଧିଛ, ଖିଆ ପିଆ କଣ ହବ? ଆଜି ତ ଗୁରୁବାର ଏମିତି ସାଧା ଉପରେ ଆଉ। ହୁଁ ନା ମୁଁ ଫୋନ କରୁଛି ଏତେ ଥର ତୁମେ କାଟି ଦଉଛ, ଉଠଉନ କିସ? କଣ କେତେବେଳେ କାଟିଲି ଛୁଆମାନେ ଧରିଥାନ୍ତି ନା। ସେଦିନ ଆଜି ଆହୁରି ଫୋନ ଲଗେଇଥିଲି, ସେଦିନ ଫୋନ ଲଗେଇଥିଲି, କାଟି ଦଉଛ ତୁମେ। ନା ମୁଁ ଆଖିରେ ପଡେନି, ଆଜି ଆଖିରେ ପଡିଲା ବେଳକୁ ସିଏ ନୂଆ ନମ୍ବର କଲ କଲେ। ଆଚ୍ଛା ଏଇଟା ହଉଛି ମୋ ନମ୍ବର, ଏଇଟା ହ୍ୱାଟ୍ସଆପ ନମ୍ବର ଅଛି ବଳରାମ, ବୁଝିପାରିଲ। ଓହୋ ଆଜିଠୁ ଭାଉଜ ଦିଅରର କଥାବାର୍ତ୍ତା ହବ ଟିକେ ଟିକେ। ନା ବୁଝିପାରିଲ ନା କି? ନା 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 କଲ କରିବେନି, ମୋ ସ୍ୱାମୀ ଅଛନ୍ତି ରିଆକ୍ଟ କରିବେ। ନା ନା ଡେଲି କଥା ହବା କଣ, ଡେଲି ଥୋଡି ନା କଥା ହବା। ଏମିତି ହଉଛୁ 3 ଦିନ କି 4 ଦିନ କି ଥରେ ଏମିତି ବେଳେ ବେଳେ ଲଗେଇଦେମି ହେଲା କି। ନା ନା ସିଆଡେ ଲଗେଇବେନି, ଅଛନ୍ତି ନା ଥରେ ଆଉ ଯୋଉ ତାହେଲେ ଛୁଆମାନଙ୍କ ମୁଣ୍ଡରେ ଥରେ ତୁମେ ରିଆକ୍ଟ ଲଗେଇବ, କଲେ ବହୁତ ରିଆକ୍ଟ ଆସିବ। ତୁମେ ଲଗେଇବେ, ତୁମେ କହିବ ଦିଅର ଛୁଆ ଟା କିସ ହଉଛୁ। ତୁମେ ଗୋଟେ କଥା ଏଇ 4-5 ବର୍ଷ ହେଲା ବାହା ହେଲାଣି ମ୍ୟାନେଜ କରିପାରିବନି। ନା 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 କଣ ନା ନା? ମତେ ସେ ବହୁତ ଭଲ ପାଆନ୍ତି ନା, ଆଉ ଥରେ ସନ୍ଦେହ କଲେ। ଭଲ ପାଇନେ ତୁମେ କଣ ମୋ ସାଙ୍ଗରେ ହଉଛି କିସ ପଳେଇ ଆସିଛ ନା କିସ ହଉଛି। ମୁଁ କଣ ତମକୁ ନା ଆଣିବି ଏକା, ଯେତେ ବି ହେନେ ନା ହଉଛି ତମେ ତ ଟିକେ କଥା ହେବି ଭାଉଜ ଦିଅର ସାଙ୍ଗରେ, ଟିକେ ଭାଉଜ ସାଙ୍ଗରେ କଥା ହବା, ମଜା କରିବା ନା। ହଁ ହଁ ଠିକ ଅଛି। ମୁଁ କହିଲି ଭାଉଜଙ୍କ ସାଙ୍ଗରେ ଟିକେ ମଜା କରିବା ଏମିତି ବେଳେ ବେଳେ ଫୋନ ଲଗେଇକି, ଆଉ କଣ। ହଉ ଆଉ କଣ କୁହ? ଆଉ କଣ କହିବା, ଭଲ ସବୁ ଆଉ। ଆଜ୍ଞା ଭଲ ସବୁ ଆଉ କଣ କହିବା। ଆଉ ତମ ସ୍ୱାମୀ ଏବେ କେଇଠି ଅଛନ୍ତି, ଘରେ ଅଛନ୍ତି ନା ଯୋଉ ଅଲଗା ବାହାରେ ଅଛନ୍ତି? ନା ଅଛନ୍ତି, ବିଜନେସ କରନ୍ତି ନା, ମୋ ଗାଡି ଫାଡି ନିଜର ଅଛି। ହୁଁ ତ କାହିଁ ଯାଆନ୍ତି ନାହିଁ ଘରେ। ତୁମର ତ ଯାଆନ୍ତି ହ୍ୱାଟ୍ସଆପ ଏମିତି ଅଛି, ବେଳେ ବେଳେ ପଳେଇ ଆସନ୍ତି। ତୁମର ତ ହ୍ୱାଟ୍ସଆପ ଅଛି ଏ ମୋବାଇଲ ରେ। ହ୍ୱାଟ୍ସଆପ ଅଛି। ହ୍ୱାଟ୍ସଆପ ଅଛି ନା ଏ ମୋବାଇଲ ନମ୍ବରଟାରେ। ହଁ ଅଛି। ହଁ ମୁଁ ହାଇ ପଠେଇଥିଲି, ତମେ ଦେଖିନ କି କିଛି କରିନ। ଓହ ସେଇଟା କି ତମ ନମ୍ବର, ଏଟା ମୁଁ ମାର୍କ କରିନି। ହଁ ହଁ ସେଇଟା। ହଁ ସେଇଟା ମୋ ନମ୍ବର। ହଉ ତାହେଲେ ଠିକ ଅଛି। ହଁ ରଖୁଛି ଆଁ। ହଉ ରଖିଦିଅନ୍ତୁ।